ଶିକ୍ଷକ କଲା ନିଜ ଛାତ୍ରୀକୁ କରିଲା ଦୁଷ୍କର୍ମ। ଦର୍ଶକ ବନ୍ଧୁ, ଏଇ ଶିକ୍ଷକ ଜଣେ ଶିକ୍ଷକ ନୁହେଁ, ଏଇ ଶିକ୍ଷକ ହଉଛି ଜଣେ ରାକ୍ଷସ। ରାକ୍ଷସ ନୁହେଁ ତ ଆଉ କଣ? ମୂଳ କାରଣ ହଉଛି ଛାତ୍ରୀର ଆଧାର କାର୍ଡ ଥିଲା କିନ୍ତୁ ହଜି ଯାଇଥିଲା। ସେଇଟା ଡାଉନଲୋଡ କରିବା ପାଇଁ ଜନସେବାକୁ ଯାଇଥିଲେ। ଶିକ୍ଷକ ସେଇ ସୁଯୋଗ ନେଇ କରିଲା ଛାତ୍ରୀକୁ ଦୁଷ୍କର୍ମ। ଜନସେବା ବାହାନାରେ ସେ ତାର ରୁମକୁ ଯାଇକି ସେଇଠି କିଛି ସମୟ ବସିବା ପାଇଁ କହିଲା। ଛାତ୍ରୀଟି ବିଚରା କିଛି ସମୟ ସେଇଠି ବସିଲା। ଭୟରେ ସେଇଠି ବସିଲା। ତାପରେ ସେଇଠି ଶିକ୍ଷକ କହୁଛି ଛାତ୍ରୀକୁ, ମତେ କରିବାକୁ ଦେବ କି ନାହିଁ, ନହେଲେ ତତେ ମାରିଦେବି। ଛାତ୍ରୀ ଡରି କହୁଛି, ନାଇଁ ମୁଁ କରିବାକୁ ଦେବିନି। ମୁଁ ତ ତମ ଝିଅ ହିସାବର ଆଉ ମୁଁ କେମିତି କରିବାକୁ ଦେବି? ଆଉ ମୋର ବୟସ ବି ହେଇନାହିଁ। ବୟସ ହେଇଥିଲେ ମଧ୍ୟ ନିଜ ସାରଙ୍କୁ ମୁଁ କେମିତି କରିବାକୁ ଦେବି? ଛାତ୍ରୀଟି ନିଜ ସାରଙ୍କୁ ସେମିତି କହୁଛି। ହେଲେ ସେ କିନ୍ତୁ ମାନୁନାହିଁ। ସେ ରାକ୍ଷସ ଶିକ୍ଷକ। ରାକ୍ଷସ ଶିକ୍ଷକ ସେଇ ଛାତ୍ରୀକୁ ଜବରଦସ୍ତ ଦୁଷ୍କର୍ମ କଲା। ଛାତ୍ରୀଟି କାନ୍ଦୁଛି, ମତେ ବଞ୍ଚାଅ, ମତେ ରକ୍ଷା କର। ହେଲେ ସେଇଠି ଶୁଣିବା ଲୋକ କେହି ନାହାନ୍ତି। ଛାତ୍ରୀର ଶିକ୍ଷକ, ଛାତ୍ରୀ ଯେତେ କାନ୍ଦିଲେ ବି ସେ ଶିକ୍ଷକ ରାକ୍ଷସ ଶୁଣୁନାହାନ୍ତି ଜମାରୁ। ସେ କରିବାକୁ ଲାଗୁଛନ୍ତି ଦୁଷ୍କର୍ମ। ଶିକ୍ଷକର ମନ ଶାନ୍ତି ହେଲା ପରେ ନିଜ ସ୍କୁଲକୁ ଛାତ୍ରୀକୁ ଆଣିଲା। ଛାତ୍ରୀଟି ଭୟରେ ଦିନ କଟେଇ ଦେଲା। ତାପରେ ଘର ଆସିକିରି ସବୁ ପରିବାର ଲୋକଙ୍କୁ ଜଣେଇଲା। ଘର ଲୋକ ତାପରେ ସେ ଶିକ୍ଷକକୁ ଥାନାରେ ହାଜତ କରିଦେଲେ। ଶିକ୍ଷକର ଚାକିରି କଡା ନିଷ୍ପତ୍ତି ନିଆଯିବ ବୋଲି ଆଶଙ୍କା କରାଯାଇଛି। ଦର୍ଶକ ବନ୍ଧୁ, ଏଇ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବଣେଇ ସବ୍ ଡିଭିଜନରେ। ଦର୍ଶକ ବନ୍ଧୁ, ଭିଡିଓକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ତା ସହିତ ଆପଣ ନୂଆ କରି ଚ୍ୟାନେଲକୁ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ବେଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ଏମିତି ନୂଆ ଅପଡେଟ୍ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ଆପଣଙ୍କର ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ଏଇ ଭିଡିଓଟିକୁ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ଅପଡେଟ୍ ଭିଡିଓ ପାଇପାରିବେ ଆଉ ସେମାନେ ମଧ୍ୟ ଲାଇକ୍ ସବସ୍କ୍ରାଇବ କରିବେ।